କାହାଣୀ ଛୋଟ ବସ୍ତୁ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଥରେ ଗୋଟେ ଗାଁକୁ ଯାଉଥିଲେ। ବାଟରେ ସେ ଥକିଯିବାରୁ କିଛି ସମୟ ପାଇଁ ଗୋଟେ ବସ୍ତା ଉପରେ ବସି ପଡ଼ିଲେ। ସେହି ସମୟରେ ଜଣେ ଧନୀ ବ୍ୟକ୍ତି ଘୋଡ଼ା ଗାଡ଼ିରେ ଆସୁଥିଲା। ସେ ଈଶ୍ୱରଚନ୍ଦ୍ରଙ୍କୁ ଏପରି ଏକ ବସ୍ତା ଉପରେ ବସିଥିବାର ଦେଖି ତାଙ୍କୁ ଡାକି ଘୋଡ଼ା ଗାଡ଼ିରେ ବସାଇ ଆଗକୁ ଚାଲିଲା। ବାଟରେ ସେ ଈଶ୍ୱରଚନ୍ଦ୍ରଙ୍କୁ କହିଲା, ଆପଣଙ୍କ ପରି ମହାନ ବ୍ୟକ୍ତି ଏପରି ବସ୍ତା ଉପରେ ବସିଲେ ଆପଣଙ୍କର ଇଜ୍ଜତ ନଷ୍ଟ ହୋଇଯିବ। ବିଦ୍ୟାସାଗର କହିଲେ, ସମ୍ମାନ ଓ ଇଜ୍ଜତ ଏପରି ଛୋଟ ବସ୍ତୁ ନୁହେଁ, ଯାହାକି କେଉଁଠାରେ ବସିଲେ କମିଯିବ ବା ବଢ଼ିଯିବ। ସମ୍ମାନ ଓ ଇଜ୍ଜତ ଜଣେ ମଣିଷ ନିଜର କର୍ମ ଦ୍ୱାରା ହିଁ ପ୍ରାପ୍ତ କରିଥାଏ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।